ଓଡ଼ିଶା ଶିକ୍ଷା ସଂଯୋଗ ବଲାଙ୍ଗୀର ଆନୁକୂଲ୍ୟରେ ଅନଲାଇନ୍ରେ ଦଶମ ଶ୍ରେଣୀ ଓଡ଼ିଆ ସାହିତ୍ୟ ଆମେ ଆଲୋଚନା କରିବା। ଦଶମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିର କବିତା ଚିଲିକାରେ ସାୟନ୍ତନ ଦୃଶ୍ୟ ଆଜି ଆଲୋଚ୍ୟ ପ୍ରସଙ୍ଗ। ଚିଲିକାରେ ସାୟନ୍ତନ ଦୃଶ୍ୟ କବିବର ରାଧାନାଥ ରାୟଙ୍କ ଦ୍ୱାରା ବିରଚିତ। এই ଚିଲିକା ଖଣ୍ଡକାବ୍ୟଟି ସେ 1892 ମସିହାରେ ରଚନା କରିଅଛନ୍ତି। କବିଙ୍କର ପରିଚୟ ବିଷୟରେ ଜାଣିବା ପୂର୍ବରୁ କିଛି ସକ୍ରିୟାତ୍ମକ କାର୍ଯ୍ୟ ଆମେ ରାଧାନାଥଙ୍କ ଲେଖନୀରୁ ଗୋଟିଏ ପଦ ଉଦ୍ଧାର କରିଛୁ। ସେହି ପଦଟି ହେଲା, ଆହା ଏ ଶୋଭାର କାହିଁ ପଟାନ୍ତର, ଥିଲେ ଥିବ ସ୍ୱର୍ଗେ ମର୍ତ୍ତ୍ୟ ଅଗୋଚର, ପାଶୋରିବ ଦେଖି କହ କେଉଁ ଜନ, ଏଶୋକ ପାଶୋରା ଅପ୍ସରା ଭୁବନ। ବାସ୍ତବରେ କବିଙ୍କର ବର୍ଣ୍ଣନା ଗୁରୁତ୍ୱ ବହନ କରେ। ସେ ଦୁଃଖ ହିଁ ତାଙ୍କ କବିତାର ଅନ୍ତଃସ୍ୱର ରୂପରେ ପରିପ୍ରକାଶ କରି ତାଙ୍କ ଭାଷାରେ ବ୍ୟକ୍ତ କରିଛନ୍ତି। ଇତର ଜନର ଅବସାଦ କର, ଯୋଗୀ ଋଷିଙ୍କ ସେ ସ୍ଥାନ ଅଗୋଚର। ପ୍ରକୃତିର ଅପୂର୍ବ ଚିତ୍ରକର କବି ରାଧାନାଥ। ସେ ସୌନ୍ଦର୍ଯ୍ୟ, ଶୁଭ୍ରତା ଏବଂ ପବିତ୍ରତାର ପ୍ରତୀକ ରୂପରେ ଚିଲିକା କାବ୍ୟକୁ ଭାବପ୍ରବଣତା ସହ ଏଥିରେ ପ୍ରକାଶ କରିଛନ୍ତି। ସୁନ୍ଦରୀ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସାଂସାରିକ ସୁଖ ପ୍ରତି ତାଙ୍କର ଅନାସକ୍ତ ଭାବ ଥିବା କଥା ଏହି ପଦରୁ ଜଣାପଡ଼େ। ସୁଖ ରୂପେ ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ, ବସ୍ତୁ ନୁହଇ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ପିଲାମାନେ, ପ୍ରକୃତରେ କବିବର ରାଧାନାଥ ରାୟ ସୌନ୍ଦର୍ଯ୍ୟର ପୂଜାରୀ ଥିଲେ। ତା ସହିତ ତାଙ୍କ କବିତାରୁ ଉତ୍କଳୀୟ ଜାତୀୟତା ଭାବର ସୁରାକ ସମ୍ପୂର୍ଣ୍ଣ ରୂପେ ମିଳେ। ଆମେ ଏବେ କବିଙ୍କ ପରିଚୟ ବିଷୟରେ ଜିଜ୍ଞାସା କରିବା। କବିଙ୍କର ଜନ୍ମ 1848 ସେପ୍ଟେମ୍ବର ମାସ 28 ତାରିଖ, ମୃତ୍ୟୁ 1908 ଏପ୍ରିଲ ମାସ 16 ତାରିଖ। ତାଙ୍କ ପିତାଙ୍କ ନାମ ଥିଲା ସୁନ୍ଦର ନାରାୟଣ ରାୟ ଏବଂ ମାତାଙ୍କ ନାମ ଥିଲା ତାରିଣୀ ଦେବୀ। କବିଙ୍କର ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲା ସ୍ୱର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ। କବି ବାଲ୍ୟକାଳରେ ରୁଗ୍ଣ ଥିଲେ। ତାଙ୍କୁ ଯେତେବେଳେ 5 ବର୍ଷ ବୟସ ହେଉଥିଲା, ତାଙ୍କର ମାତାଙ୍କର ଦେହାନ୍ତ ହେଲା। ସେ ସାବତ ମା ରୂପଦାସୀଙ୍କ ଦ୍ୱାରା ସେବା ଯତ୍ନରେ ବଢ଼ିଲେ। କବିଙ୍କର ଶିକ୍ଷାଗତ ଯୋଗ୍ୟତା ଅତି ଉଚ୍ଚତର ନଥିଲା, ତଥାପି ସେ ଯେତିକି ଶିକ୍ଷା ପ୍ରାପ୍ତ ହୋଇଥିଲେ ସେଥିରେ ସେ ପ୍ରଥମ ବୃତ୍ତି ରୂପେ ଶିକ୍ଷକତାକୁ ଆଦରି ନେଲେ ଏବଂ ଶିକ୍ଷକ ପଦରୁ ସେ ଉନ୍ନୀତ ହୋଇ ପରିଶେଷରେ ଚାକିରିର ଅନ୍ତିମ ପର୍ଯ୍ୟାୟରେ ବଙ୍ଗ, ବିହାର ଏବଂ ଓଡ଼ିଶାର ସମୂହ ସ୍କୁଲ ଗୁଡ଼ିକର ସେ ଥିଲେ ସ୍କୁଲ ପରିଦର୍ଶକ। କବି ରାଧାନାଥ ରାୟ ସେ କେବଳ ଯେ ସୌନ୍ଦର୍ଯ୍ୟ ପୂଜାରୀ ତା ନୁହେଁ, ସେ ଏକ ଉଚ୍ଚ କୋଟିର କବି ଭାବରେ ଏହି ଉତ୍କଳ ଭୂମିରେ ପରାକାଷ୍ଠା ପ୍ରଦର୍ଶନ କରିଯାଇଅଛନ୍ତି। ରୀତି ଯୁଗର କବିମାନଙ୍କର ଅନୁସରଣରେ ଯଦିଓ ତାଙ୍କର କାବ୍ୟ କବିତା କିଛି ପରିପୁଷ୍ଟ ହୋଇଛି, କିନ୍ତୁ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଉଭୟ ଭାଷାର ସମ୍ମିଶ୍ରଣରେ ତାଙ୍କର କବିତା, କାବ୍ୟ, ପ୍ରବନ୍ଧ, ଗଳ୍ପ ରୁଦ୍ଧିମନ୍ତ ହୋଇଛି। ପିଲାମାନେ, ଆମେ କବିଙ୍କର ସାହିତ୍ୟ କୃତି ବିଷୟରେ ସମ୍ୟକ୍ ଆଲୋକପାତ କରିବା।
कविकर साहित्य कृति भितर विवेकी, इतालीय युवा, केदार गौरी, उषा, चंद्रभागा, नंदिकेश्वरी, पार्वती, चिलिका, महायात्रा, दरबार, जयाति केसरी, उर्वशी, मेघदूत, तुलसी स्तबक एवं एहीपरि आहरी अनेक काव्य कविता से रचना करी अछंती। तो यही रचनावली मध्य तांकर प्रबंध रचना ओडिया साहित्यर जोटा प्रथम प्रबंध से रचना करछंती, जोटा कि साहित्यिक प्रबंध प्रथम प्रबंध रूप मान्यता लाभ करिछि। तार ना हला विवेकी एवं इतालीय युवा जोटा ताला गोटे गल्प। कवि राधानाथ राय से इंग्रेज सरकार के द्वारा 1897 मसीह निजर कार्यदक्षता एवं व्यक्तित्व पाई से रानी विक्टोरिया हीरक जुबली पालन अवसर राय बहादुर उपाधि से पाई। बहु शास्त्रदर्शितार परिचय मिले इंग्राजी, संस्कृत, बंगला एवं विशेषकर ओडिया भाषा रे तांकर रचनावली माध्यम। भक्त कवि मधुसूदन कविंकर सारस्वत साधना एवं प्रतिभार विमुग्ध होई कहते गरिमा महिमा सर्व उत्कल धामर नववर्ण वर्णी अछ कवि चित्रकर। ओडिया साहित्य सारथी एवं आधुनिक ओडिया साहित्य युग प्रवर्तक कवि राधानाथ राय वास्तव जड़े सिद्ध एवं प्रतिष्ठ रचनाकार। प्रकृति चित्रण, जातीयता भाव एवं सौंदर्य बोधर से थिले रूपचित्रकार। प्राच्य काव्य परंपरा मिलनात्मक होता बेले राधानाथ समस्त काव्य होउछि विवेगांतक। चिलिका एक खंडकाव्य एवं यही खंडकाव्यटी से 1892 रचना करि अछंती। राधानाथंकर अम्लान सारस्वत कृति चिलिका एट होउछि तांकर मनोज्ञ सृष्टिर ग्रंथागार। एथे प्रकृति चित्रण एभली भाव विह्वल होगी कवि करि अछंती जा वर्णना करवा संभव न। तांकर हास्यमयी, लास्यमयी, छंदमयी चिलिका अति मनोज्ञ रूप नहीं। चिलिका होउछि तांकर काव्य नायिका। आलोच्य कवितारे कवि गोधूली विलंबित संध्या पर्यंत चिलिका बक्षर परिदृष्ट दृश्यावली उपस्थापन करने को जाई उत्कलर अन्यतम बरपुत्र कवि सूर्यंकर जशोगार मध्य भरी रही। सांध्यकालीन चिलिकार मनोरम दृश्यराजी तांको करछि आत्महरा। एतद् भिन्न मत्स्यजीवी कंठरे कवि सूर्यंकर संगीतर मूर्छना कविंकर हृदय अंकुरित जातीय भावनार उद्वेलन जीवन स्रोत रे से भासी जाइछंती एवं से चिलिकार सौंदर्य को एक अफुरंत चित्र प्रदान कर। कविंकर एभली जातीयताबोध तथा सौंदर्य प्रीति एवं वर्णना माधुरी पाई से
ଏକ ଅନନ୍ୟ ପ୍ରତିଭାର ଅଧିକାରୀ ରୂପରେ ଓଡ଼ିଆ ସାରସ୍ୱତ ସମାଜରେ ସେ ପ୍ରତିଷ୍ଠା ଲାଭ କରିଅଛନ୍ତି। ପିଲାମାନେ, ଆମେ ବର୍ତ୍ତମାନ କବିଙ୍କର ବିଷୟରେ ତ ଅନେକ ସମୟ ଧରି ଆଲୋଚନା କଲେ। ଯତ୍କିଞ୍ଚିତ୍ ଆମର ଆଲୋଚନା ଆମେ ଜାଣିଛୁ ଯେ ତାଙ୍କ ବିଷୟରେ ଯେତେ ଆମେ ଆଲୋଚନା କରିବା ତାହା କମ୍ ପଡ଼ିଯିବ। ବର୍ତ୍ତମାନ ଆମେ ପ୍ରସଙ୍ଗ ଉପରେ ଆଲୋକପାତ କରିବା। ଏଥିରେ କବି ଯାହା ସବୁ ଚେତନା ରଖିଅଛନ୍ତି ସେହି ପଦଗୁଡ଼ିକ ମଧ୍ୟରୁ କିଛି ପଦ ଆମେ ଆଜି ଆଲୋଚନାର ପରିସରକୁ ନେବା। ପ୍ରଥମେ ଆମେ ଆମ ଚିଲିକାରେ ସାୟନ୍ତନ ଦୃଶ୍ୟର ଗୋଟିଏ ଦୁଇଟି ପଦ ସ୍ୱରରେ ଆମେ ଗାନ କରିବା। এই ଚିଲିକାରେ ସାୟନ୍ତନ କବିତା এই ପଦଗୁଡ଼ିକ ନଟବାଣୀ ବା ବିଭାସ କେଦାର ଛନ୍ଦରେ ରଚିତ। ପ୍ରତି ପାଦର ଅକ୍ଷର ସଂଖ୍ୟା 12। ଏହି ପାଦରେ ଏକ ପଦ, ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଦ୍ୱାଦଶ ଅକ୍ଷର ଉପରେ ଜ୍ୟୋତିପାତ ହୁଏ। ଆମେ ନିଜ ନିଜ ଢଙ୍ଗରେ ଗୀତ ଗାଇପାରିବା। ପ୍ରାଚୀ ମୂଳ ଏବେ ମୀନ ଜୀବି ନାଭେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ। ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି, ଆସନ୍ତି ପଟିକା ମୋହଲ୍ଲାସେ ଟେକି। ପିଲାମାନେ, এই ପ୍ରଥମରୁ ତୃତୀୟ ପଦ ଭିତରେ କବିଙ୍କର ବର୍ଣ୍ଣନା ସନ୍ଧ୍ୟା ସମୟ ଉପଗତ। କବି ବର୍ଣ୍ଣନା କରିଛନ୍ତି ଏଠାରେ ତମେ ଜାଣିଲ ଯେ ଚିଲିକାରେ ସାୟନ୍ତନ ଦୃଶ୍ୟ ଅର୍ଥାତ୍ ଚିଲିକାର ସନ୍ଧ୍ୟାକାଳୀନ ଦୃଶ୍ୟ। ଏଠାରେ କବି ବର୍ଣ୍ଣନା କରିଅଛନ୍ତି ଯେ ସନ୍ଧ୍ୟା ଆଗମନରେ ଚିଲିକାର ପ୍ରାଚୀ ଦିଗ୍ବଳୟ ତଳୁ ମତ୍ସ୍ୟଜୀବୀମାନଙ୍କର ନୌକାମାନ କ୍ରମେ ଛାୟା ଆକାରରେ ପ୍ରତିଭାତ ହୁଏ ଏବଂ ମୀନଜୀବୀମାନେ ପୂର୍ବ ଦିଗରେ ରହିଥିବା ନାବଗୁଡ଼ିକ ଏଭଳି ଭାବରେ ସେଠି ରଖିଦେଇଥାନ୍ତି ଯେ ସେଗୁଡ଼ିକ ସ୍ଥାନେ ସ୍ଥାନେ ଚିତ୍ର ପରି ଭ୍ରମ ସୃଷ୍ଟି କରେ। କବି ଏକ ଅପୂର୍ବ ସୌନ୍ଦର୍ଯ୍ୟ ଗନ୍ତାଘର ଚିଲିକା ସେ ଦୃଶ୍ୟକୁ ବର୍ଣ୍ଣନା କରିବା ବୁଝେଇ ସେ କହିଛନ୍ତି ଯେ ମୀନଜୀବୀମାନେ ଯେତେବେଳେ ନିଜର ସଂସାର ଚଳାଇବା ପାଇଁ ମୀନକୁ ମାରି ସେମାନେ ଜୀବିକା ଅର୍ଜନ କରୁଅଛନ୍ତି, ସନ୍ଧ୍ୟା ସମୟ ଆସିଗଲା ସଙ୍ଗେ ସଙ୍ଗେ ସେମାନେ ନିଜର ପରିବାର ସହିତ ମିଶିବା ପାଇଁ ନିଜର ପୁଅ ଝିଅ ଭାଇ ଭଉଣୀ ସମସ୍ତଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ତେଣୁ ସେହି ସମୟରେ ସେମାନଙ୍କର ମନୋଭାବକୁ ବ୍ୟକ୍ତ କରି କବି ବର୍ଣ୍ଣନା କରିଛନ୍ତି ସେମାନେ ମତ୍ସ୍ୟ ଧରି ସମୁଦ୍ର ମୁହାଁରେ ନିଜ ଗୃହ କଥା ଭାବି ଭାବି ସେମାନେ ଏକ ଧ୍ୟାନରେ ସେମାନେ ଘର ଅଭିମୁଖରେ ଆସିବା ପାଇଁ ବ୍ୟଗ୍ର ହେଉଥାନ୍ତି। ସେମାନଙ୍କର ସେହି ବ୍ୟଗ୍ରତାକୁ ଦେଖି କବି ଆହୁରି କହିଛନ୍ତି ଯେ ସେମାନେ କ'ଣ ଦେଖନ୍ତି ଯେ ଭାଲେରୀ ଶିଖରେ ଯେତେବେଳେ ସେମାନେ ସନ୍ଧ୍ୟା ତାରାକୁ ଦେଖନ୍ତି ସେହି ସମୟରେ ଏଠି ଅଛି ପଦଟି ଯେ ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି, ଆସନ୍ତି ପଟିକା ମୋହଲ୍ଲାସେ ଟେକି। ତାହେଲେ ଭାଲେରୀ ଶିଖର ଉପରେ ଯେତେବେଳେ ସେମାନେ ସନ୍ଧ୍ୟା ତାରା ଉଦୟ ହେବାର ଦେଖିଦିଅନ୍ତି ତାପରେ ସେମାନେ ଅତି ଆନନ୍ଦରେ ବିଭୋର ହୋଇ ସେମାନେ ନିଜ ନିଜର ଡଙ୍ଗାରେ ପାଲ ଟାଣି ଗୃହାଭିମୁଖୀ ହୋଇଥାନ୍ତି। ଅର୍ଥାତ୍ ଏଥିରୁ ଜଣାପଡ଼େ ସମସ୍ତ ସାଂସାରିକ ସେମାନେ ନିଜର ସଂସାର ପ୍ରତି ଆସକ୍ତ ଥାନ୍ତି ଏବଂ ସେହି ଆସକ୍ତି ଏଠି କବି ମୀନଜୀବୀମାନଙ୍କ ମାଧ୍ୟମରେ ବ୍ୟକ୍ତ କରିଅଛନ୍ତି।
तांको कंठ कवि सूर्य गीतामृत दूरु बही आणे चिलिका मारुत ଯେତେବେଳେ ସେମାନେ ଗୁହାଭିମୁଖୀ ହୁଅନ୍ତି ସେହି ସମୟରେ ଅର୍ଥାତ୍ ଘରକୁ ଆସୁଥିବା ବେଳେ ସେମାନେ ଖୁସିରେ ମନ ମତାଣିଆ ଗୀତ ବୋଲିଥାନ୍ତି। ଆଉ ସେହି ଗୀତରେ ଏଠି କବିବ ରାଧାନାଥ ରାୟ ସେ କବି ସୂର୍ଯ୍ୟ ବଳଦେବଙ୍କ ପ୍ରତି ତାଙ୍କର ପ୍ରୀତି ଅର୍ଘ୍ୟ ବାଢ଼ି ଅଛନ୍ତି। ତେଣୁ ସେ ତାଙ୍କ ରଚନାରେ ସେ କବିବ ରାଧାନାଥ ରାୟଙ୍କର ଗୀତକୁ ସ୍ଥାନିତ କରିଅଛନ୍ତି। ତାଙ୍କ କଣ୍ଠ କବି ସୂର୍ଯ୍ୟ ଗୀତାମୃତ ମିନଜୀମାନଙ୍କର କଣ୍ଠରୁ ନିଃସୃତ ହେଇଛି କବି ସୂର୍ଯ୍ୟ ଗୀତାମୃତ ଅର୍ଥାତ୍ କବି ସୂର୍ଯ୍ୟଙ୍କର ଗୀତ ରୂପକ ଅମୃତ ତାଙ୍କର କଣ୍ଠରୁ ଝରି ପଡ଼ୁଛି, ଯାହାକି ଚିଲିକାର ପବନ ଦୂରରୁ ବହନ କରି ଆଣୁଛି। ପିଲାମାନେ ଆମେ ଯେଉଁ ପଦଟି ଆଲୋଚନା କଲା ସେଥିରୁ ଜଣାପଡ଼ୁଛି ମୀନଜୀବୀ ମାନଙ୍କର ଯେଉଁ ଗୀତ କବି ସୂର୍ଯ୍ୟଙ୍କର ଗୀତାମୃତ ଅମୃତ ବର୍ଷୀ ଗୀତ, ସେହି ଗୀତଟି କବି ରାଧାନାଥ ରାୟଙ୍କୁ ମଧ୍ୟ ଭାବବିହ୍ୱଳ କରି ପକାଇଛି। ପରବର୍ତ୍ତୀ ପଦକୁ ଯିବା। ଯେତେବେଳେ ଆମେ ଆଲୋଚନା କରୁଛୁ ତା ପୂର୍ବରୁ ତୁମେମାନେ ସମସ୍ତେ ଯେତେ କ୍ଲିଷ୍ଟ ଶବ୍ଦ ଅଛି ତାର ଅର୍ଥକୁ ଲେଖି ନେଉଥିବ ଆଲୋଚନା କଲାବେଳେ। ଏବେ ଯିବା ପରବର୍ତ୍ତୀ ପଦକୁ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ଉଲ୍ଲାସର ଆତ୍ମା, ଉଲ୍ଲାସ ଆନନ୍ଦ, ଉଲ୍ଲାସର ଆତ୍ମା ଆନନ୍ଦରେ ସେମାନେ ଆତ୍ମବିଭୋର ହୋଇ ଉଠନ୍ତି। ପ୍ରାୟ ଗୀତ ତାନ, ଗୀତ ତାନ, ଗୀତର ତାନ, ତାନ ମୂର୍ଚ୍ଛନା। ହ୍ରଦ ନୀଳବକ୍ଷେ, ଚିଲିକା ହ୍ରଦର ନୀଳବକ୍ଷରେ କରେ ଅଧିଷ୍ଠାନ, ଅଧିଷ୍ଠାନ ମାନେ ବାସ କରେ, ଅଧିଷ୍ଠାନ ବାସ କରିବା। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ, କବି ସୂର୍ଯ୍ୟଙ୍କ ସେଇ ମଧୁର ରସମୟ ଗୀତ ମୀନଜୀବୀ ମାନଙ୍କର କଣ୍ଠରୁ ନିଃସୃତ ହୋଇ ତାହା ଆନନ୍ଦର ଆତ୍ମା ଅର୍ଥାତ୍ ଆନନ୍ଦର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି, ଯାହାକି ସମଗ୍ର ଚିଲିକା ନୀଳବର୍ଣ୍ଣ ବିଶିଷ୍ଟ ଚିଲିକା ହ୍ରଦରେ ଅଧିଷ୍ଠାନ କରୁଛି ବା ସମଗ୍ର ଚିଲିକାର ପରିବେଶକୁ ସେହି ଗୀତର ସ୍ୱର, ସେହି ଗୀତର ଲୟ, ସେହି ଗୀତର ଧ୍ୱନି ସେ ମୁଖରିତ କରୁଛି। ଚିଲିକାର ପରିବେଶ ବାସ୍ତବରେ ମୁଖରିତ ହେବା କଥା କବିଙ୍କର ଲେଖନୀରେ ଏକ ଜୀବନ୍ତ ରୂପ ଲାଭ କରିଅଛି। ପରବର୍ତ୍ତୀ ପଦକୁ ଯିବା। ହସନ୍ତି ଚୌଦିଗେ ମଧୁର ହାସିନୀ ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ହସନ୍ତି ଚୌଦିଗେ ମଧୁର ହାସିନୀ, ହସନ୍ତି ଚୌଦିଗେ ମଧୁର ହାସିନୀ। এই ମଧୁର ହାସିନୀ ଶବ୍ଦରୁ ଏକ ସ୍ତ୍ରୀଲିଙ୍ଗାନ୍ତ ଶବ୍ଦର ପରିପ୍ରକାଶ ପାଉଛି। ତାହେଲେ କେଉଁମାନେ ଚାରି ଦିଗରେ ହସୁଛନ୍ତି ବୋଲି କୁହାଯାଇଛି ଯେ ଏଠି କବି ରାଧାନାଥ ରାୟ ଏକ ଅପୂର୍ବ ରୀତିରେ ବର୍ଣ୍ଣନା କରିଛନ୍ତି ଯେ ଚାରି ଦିଗରେ ଦିଗ ନାୟିକାମାନେ ଯେଉଁମାନେ କି ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର ପରିଧାନ କରିଅଛନ୍ତି ସେମାନେ ଆନନ୍ଦରେ ହସି ଉଠିଛନ୍ତି। ଅର୍ଥାତ୍ ଏଠି ଚିଲିକା ବକ୍ଷରେ ଦିଗ ନାୟିକାମାନଙ୍କର ମଧ୍ୟ ଉପସ୍ଥାନର ସୂଚନା କବି ପ୍ରଦାନ କରିଅଛନ୍ତି। ଅର୍ଥାତ୍ ଚିଲିକାର ପରିବେଶକୁ କବି ଏକ ଜୀବନ୍ତ ରୂପ ପ୍ରଦାନ କରିଅଛନ୍ତି। ଦିଗଙ୍ଗନା, ଦିଗ ନାୟିକା, ଜ୍ୟୋତ୍ସ୍ନା ଦୁକୁଳ ବାସିନୀ, ଜ୍ୟୋତ୍ସ୍ନା ଦୁକୁଳ, ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର, ଦୁକୁଳ ପାଟବସ୍ତ୍ର
जो मैंने पाटवस्त्र को धारण करी अछंती पासिनी जो मैंने पाटवस्त्र को धारण करी अछंती चिलिकार नीलवक्षरे रूपेली ज्योत्स्नार जुआर सते जेपरी दिगंगना मानकर पाटवस्त्र परि शोभा पाउथिबार कवि एठारे वर्णना करि अछंती दिगपालिका देवी बा दिगरूपक बधू माने ज्योत्स्ना रूपक पाटवस्त्र परिधान करी चिलिकार परिवेश रे आनंद रे हसी उठुचंती। परवर्ती पद को जीवा भावांतर पुणी क्षणे करे जात गलानित गला कथारे संगात। परवर्ती पदरे कवि राधानाथ राय पूज्य पूजार बा प्रकृत सम्मान पाइबा लोकर सम्मान से देवा भूली ना किए से पूज्य पूजार पात्र एटी कहुई कवि सूर्य बलदेव रथ। कवि सूर्य बलदेव रथ ग आद्यवर्ण को नहीं किशोर चंद्रानन चंपुरे से एक भाव गांधीर्यपूर्ण गीत को स्थानित कर गीतटी है से चौपदी गलानी तो गला कथारे संगात गलानी तो गला कथा गुपते सिना मो तोते पचारुछि बड़ी पड़िबारु व्यथा। कि चमत्कार गीत ताहले कवि राधानाथ राय एठी मीनजीवी मानकर कंठरू निःसृत होइतिबा सेही भावगांभीर्यपूर्ण गीतर अवतारण करि अछंती एवं निजे मध्य विमोहित होई उठिछंती। चिलिकार परिवेश को सुंदर परिपाटी रे एक प्रस्तुतिकरण रे सजाई देवा पई से प्रभुत चेष्टा करि अछंती। भावांतर पुणी क्षणे करे जात गलानी तो गला कथारे संगात गीतटी मीनजीवी मानकर मनरे एक नूतन भाव एक अन्य भाव सृष्टि करी अछि। अर्थात से माने एई पार्थिव दुनिया से माने अलगा हो जाइछंती। से माने पार्थिव दुनियार एई कूट कपट अन्याय अत्याचार ए सबुर बाहर से माने रहिछंती। तांकर मन को गलानी तो गला कथाटा एक अपरूप भावना प्रदान करी अछि। तेणु कवि कहते सते कि सेमाने तांकर मनटा को निष्पाप करी अछंती एवं एई गीतटी गाइबारे हजि जाइछंती। भावांतर पुणी क्षणे करे जात भावांतर अन्य भाव क्षणे करे जात ठीक पर क्षण जेतले गृहाभिमुखी होचंती मीनजीवी माने सेमाने ए भली अन्य भाव रे मुखरित होई उठचंती कवि सूर्य बलदेवकर गीत गाई। गलानी तो गला कथारे संगात माने तांकर से जीविका अर्जन पे जाइथिले एवं दिन सारा अक्लांत परिश्रम करथिले से अक्लांत परिश्रम को समाने एबे गीत गाई अवसर विनोदन रे ताकू बदल दैछंती। संगीत आवेशे नाना रूपे मन अतीन्द्रिय देशे करे विचरण। परवर्ती पद संगीत आवेशे आवेशे विहଳରେ आवेशे विहळतारे नाना रूपे मन विभिन्न प्रकार रे मनटा संगीतर भाव विहळतारे परिपूर्ण हो जाउछि। मत्स्यजीवी मानकर मन सते कि से संगीत रे भाव विहळ होई से पूरापूरी निजकू एक मत्स्यजीवी भाव न रखी एबे से तांकर गीत भीतर ही निजकू पूरे देइछंती। संगीत आवेशे नाना रूपे मन अर्थात एथुरु जना पड़ुछि जे मत्स्यजीवी माने जदिओ से माने काम करी अक्लांत परिश्रम करी जीविका निर्वाह करुचंती जदि सेटा न करिवे ताहले तांकर कुटुंबर प्रतिपोषण होई पारिबो नाही। ता सत्वे घर बाहुडा समय से माने अवसर विनोदन पाई एई भली गीतरे निजको हजेई देउछंती। तांकर मनटा विभिन्न प्रकार रे माति उठुछि। अतीन्द्रिय देशे करे विचरण एई गीतर मूर्छना रे
ସେମାନେ ଏଭଳି ଭାବରେ ହଜିଯାଇଛନ୍ତି ଯେ ତାଙ୍କର ମନଟା ଅତୀନ୍ଦ୍ରିୟ ଦେଶରେ, ଅତୀନ୍ଦ୍ରିୟ ଦେଶ, ଯେଉଁ ଦେଶରେ ଶାନ୍ତି ଅଛି, ମୈତ୍ରୀ ଅଛି, ପ୍ରୀତି ଅଛି, ଯେଉଁ ଦେଶରେ ଆବିଳତା ନାହିଁ, ଯେଉଁ ସ୍ଥାନରେ ଆବିଳତା ନାହିଁ, ସେହିଭଳି ଏକ ଅତୀନ୍ଦ୍ରିୟ ଦେଶକୁ, ଯେଉଁଠାରେ ମନ କୌଣସି ପ୍ରକାର ଇନ୍ଦ୍ରିୟର ବଶବର୍ତ୍ତୀ ହୁଏନି, ସେହିଭଳି ସ୍ଥାନରେ ସେମାନେ କେଉଁ ଗୋଟେ ଅଜଣା ରାଜ୍ୟରେ, ଅନ୍ୟ ରାଜ୍ୟରେ ତାଙ୍କର ମନଟା କ'ଣ ହେଉଛି, ବିଚରଣ କରୁଛି। ତାଙ୍କର ମନଟା ଘୁରି ବୁଲୁଛି ଏକ ଅନ୍ୟ ରାଜ୍ୟରେ। ଏଠି କବିଙ୍କର କହିବା ବାସ୍ତବିକ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ ଏବଂ ଆମେ ଏଥିରୁ କବିଙ୍କର ଜୀବନାଦର୍ଶର ମଧ୍ୟ ପରିଚୟ ପାଇପାରୁ। ସଙ୍ଗୀତ ଆବେଶେ ନାନା ରୂପେ ମନ, ଅତୀନ୍ଦ୍ରିୟ ଦେଶେ ଅତି ଯୋଗ ଇନ୍ଦ୍ରିୟ ଅତୀନ୍ଦ୍ରିୟ। ଅତୀନ୍ଦ୍ରିୟ ଦେଶରେ ସଙ୍ଗୀତର ବିହଳତାରେ ମତ୍ସ୍ୟଜୀବୀମାନେ ବିଚରଣ କରୁଅଛନ୍ତି। ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ, କି ଲୋଡ଼ିବା ଆସେ ସେହି ତା ନ ଜାଣେ। ତାହେଲେ ସେଇ ମନଟା, ପିଲାମାନେ ତମେ ଜାଣ এই ମନର ଗତି ବଡ଼ ବିଚିତ୍ର। ତାହେଲେ ସେଇ ମନଟା କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତ ଏଭଳି ଭାବରେ ମନକୁ ଆକୃଷ୍ଟ କରିଛି ଯେ କ'ଣ ହେଇଛି, ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ, ମନଟା ଶୂନ୍ୟ ଆକାଶରେ କେଉଁ ଆଡ଼େ ଚାଲିଯାଉଛି, ସେଇଟା ସେ ମନ ହିଁ ଜାଣେ, ଆଉ କିଏ ଜାଣିପାରିବ ନାହିଁ। ଅର୍ଥାତ୍ ସେ ମନକୁ କିଏ ସେଭଳି ରୂପ ଦେଇଛି, କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତ ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। ସେଇ ଚମ୍ପୁ, ସେଇ ଚମ୍ପୁରେ ସେମାନେ ମନକୁ ଏଭଳି ଭାବରେ ଉଚ୍ଛନ୍ନ କରିଦେଇଛନ୍ତି ଯେ ସେମାନେ କେଉଁଠିକୁ ସେଇ ମନଟା ଯାଉଛି ତାହା ଜାଣିପାରୁନାହାନ୍ତି। ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ, କି ଲୋଡ଼ିବା ଆସେ ସେହି ତା ନ ଜାଣେ। ତାହେଲେ ତାର କ'ଣ ଆବଶ୍ୟକ ଅଛି, ସେ କ'ଣ ଖୋଜୁଛି, ସେଇଟା ମନ ବି ଜାଣିପାରୁନି। ଅର୍ଥାତ୍ କବି ସୂର୍ଯ୍ୟ ବଳଦେବଙ୍କ ରଥ ପିଲାମାନେ এই ପଦରେ ଲୋଡ଼ିବା ଅର୍ଥ ହେଉଛି ଆବଶ୍ୟକ କରିବା ଏବଂ ଆସେ ଅର୍ଥ ଆଶାରେ, ଆସେ ଆଶାରେ। ପରବର୍ତ୍ତୀ ପଦକୁ ଯିବା। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି, ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି, ଆଜ୍ଞା ଆଦେଶ ନିର୍ଦ୍ଦେଶ, ଧନ୍ୟ ସେହି, ସେ ଧନ୍ୟ କିଏ ସେ ହେଉଛନ୍ତି ପରମ ପିତା ପରମେଶ୍ୱର, ସୃଷ୍ଟି ନିୟନ୍ତା, ସୃଷ୍ଟିକର୍ତ୍ତା। ତାଙ୍କରି ଆଦେଶରେ ଦେବୀ ବାଗୀଶ୍ୱରୀ, ବାଗୀଶ୍ୱରୀ ବାଗ୍ ଯୋଗ ଈଶ୍ୱରୀ, ବାଗୀଶ୍ୱରୀ ବାଗ୍ ଯୋଗ ଈଶ୍ୱରୀ। ତାହେଲେ ଦେବୀ ବାଗୀଶ୍ୱରୀ ଅର୍ଥାତ୍ ବିଦ୍ୟାଦାତ୍ରୀ ସରସ୍ୱତୀ, ସେ এইଭଳି ଏକ ଲୀଳା ଏଇ ଚିଲିକା ପରିବେଶରେ ସୃଷ୍ଟି କରିଅଛନ୍ତି, ଯାହାକି ରାଧାନାଥ ରାୟ ତାଙ୍କର ଲେଖନୀରେ ପ୍ରକାଶ କରିଅଛନ୍ତି। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି, ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଲୀଳା କଥା, ଏହିଭଳି ଏକ କଥା ସେ ସୃଷ୍ଟି କରିଛନ୍ତି, ଏହିଭଳି ଏକ କ୍ରୀଡ଼ା ସେ ସୃଷ୍ଟି କରିଛନ୍ତି, ଏହିଭଳି ଏକ ଅପାସରା କାହାଣୀ ସେ ରଚିଅଛନ୍ତି, ରଚନା କରିଅଛନ୍ତି। ଧନ୍ୟ ସେ ବାସ୍ତବରେ ପରମ ପିତା ପରମେଶ୍ୱର, ସେ ଧନ୍ୟ। ଆମର ଏଇ ଚିଲିକା ପୃଥିବୀ ସଂସାରର ଏଭଳି ଏକ ବିଚିତ୍ର ସ୍ଥାନ, ସେଇଠି ସେ ଏଭଳି ଏକ କଥା ରଚନା କରିଅଛନ୍ତି, ଯାହାକି ସମଗ୍ର ପାଠକମାନଙ୍କୁ ମୁଗ୍ଧଚକିତ କରିଦେଇଛି।
ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏଲିଳା ରଚନ୍ତି ଦେବୀ ବାଗୀଶ୍ୱରୀ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ଧନ୍ୟ ରଥେ ପରବର୍ତ୍ତୀ ପଦରେ ରଥେ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ କବି ସୂର୍ଯ୍ୟ ବଳଦେବ ରଥଙ୍କୁ ରଥେ ବୋଲି ସମ୍ବୋଧନ କରାଯାଇଛି। ଅର୍ଥାତ୍ କବି ସୂର୍ଯ୍ୟ ବଳଦେବ ରଥ ଏଇଭଳି ଏକ ସୁନାମଧନ୍ୟ କବି, ଯାର ଅମୃତବର୍ଷୀ ଗୀତ ମୁଗ୍ଧଚକିତ କରିପାରୁଛି, ଯେଉଁଥିରେ କବି ରାଧାନାଥ ରାୟ ପୂଜ୍ୟ ପୂଜାର ସମ୍ମାନ କରିବା ପାଇଁ ପଶ୍ଚାତପଦ ହୋଇନାହାନ୍ତି, ଶତମୁଖ ହୋଇ ଉଠିଛନ୍ତି। ସେହି କବି ସୂର୍ଯ୍ୟ ଜଳନ୍ତରର ରାଜାଙ୍କ ଠାରୁ ଉପାଧି ପ୍ରାପ୍ତ ହୋଇଥିଲେ, କବି ସୂର୍ଯ୍ୟ ଉପାଧି। ସେ ଧନ୍ୟ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ତୁମର ଏଇ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଏଇ ଗୀତଟା ଏତେ ଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଏଇ ଗୀତଟା ସମଗ୍ର ଶଶାଧରାକୁ କ'ଣ କରିଛି, ବିମୁଗ୍ଧ କରିଦେଇଛି, ଯାର ଫଳସ୍ୱରୂପ ଆପଣ ମୃତ୍ୟୁଞ୍ଜୟୀ, ଆପଣ ମୃତ୍ୟୁକୁ ଜୟ କରିପାରିଛନ୍ତି, ଆପଣ ସେଇ କୃତି ପାଇଁ ଆପଣ ମୃତ୍ୟୁଞ୍ଜୟୀ। ଏଇ କଥାଟି କବି ରାଧାନାଥ ରାୟଙ୍କର ଲେଖନୀରେ ପ୍ରକାଶ ପାଇଛି। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ଏଇ ଉତ୍କଳ ଭୁବନ, ଏଇ ଉତ୍କଳର ସମସ୍ତ କଳା କାରିଗର, ଲେଖକ, କବି, ବୁଦ୍ଧିଜୀବୀ କେବେ ମଧ୍ୟ ଆପଣଙ୍କୁ ପାସ୍ କରିପାରିବେ ନାହିଁ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ ମାତ୍ର ଯଶୋଦେ ତୁମ୍ଭେ ଆୟୁଷ୍ମାନ। ତାହେଲେ ଏଥିରୁ ଆମେ ଜାଣିପାରିବା ଯେ କୌଣସି ବ୍ୟକ୍ତି ବିଶେଷ କେତେ ଅଧିକ ସମୟ ବଞ୍ଚିଲେ ଏଇ ଧରଣୀରେ, ତାଙ୍କର ସେଇ ଅଧିକ ସମୟ ବଞ୍ଚିବାଟା ଯଦି ସେ କିଛି ଯଶ କୀର୍ତ୍ତି ନ ରଖି ବଞ୍ଚିଛନ୍ତି, ତାହେଲେ ତାର ସେଇ ଅଧିକ ସମୟ ବଞ୍ଚିବାଟା ନିରର୍ଥକ ହୋଇପଡ଼େ। ତେଣୁ କୁହାଯାଏ ଯିଏ ଅଳ୍ପ ସମୟ ମଧ୍ୟ ବଞ୍ଚି ଅଳ୍ପ ସମୟ ମଧ୍ୟ ଏଇ ଧରଣୀରେ ସ୍ଥାନ ନେଇ ଅମର କୀର୍ତ୍ତି ରଖିଯାଇଥାଏ, ସେହି ପ୍ରକୃତିରେ ଆୟୁଷ୍ମାନ। ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ। ତୁମର ମାଟି ଦେହକୁ ହୁଏତ ଶ୍ମଶାନ ମାଟିରେ ମିଶାଇ ଦେଇଛି, ଗ୍ରାସି ଦେଇଛି, କିନ୍ତୁ ନିଜର ଯଶ ପାଇଁ ଆପଣ ମୃତ୍ୟୁଞ୍ଜୟୀ, ଆପଣ ଅମର। ଏହି ଉତ୍କଳ ବକ୍ଷରେ, ଉତ୍କଳର ପୁରପଲ୍ଲୀ ନରନାରୀଙ୍କ ମାନସରେ ଆପଣ କେବେ ବି ମରିପାରିବେ ନାହିଁ, ଆପଣଙ୍କୁ କେହି ପାଶୋରି ପାରିବେ ନାହିଁ। ପିଲାମାନେ, ଆଜି ଆମେ ଏଇ ଶେଷ ପଦ ଯାହା ବର୍ତ୍ତମାନ ମୁଁ ଆଲୋଚନା କଲି ତୁମମାନଙ୍କ ସହିତ, ଏତେ ପର୍ଯ୍ୟନ୍ତ ଆମେ ଆଜି ଅଧ୍ୟୟନ କରିବା। ବର୍ତ୍ତମାନ ଆମେ କିଛି ଶିକ୍ଷଣ କାର୍ଯ୍ୟ କରିବା। ତୁମେ ଟିକେ ମନ ଦେଇ ଶୁଣିବ, ଦେଖିବ। ଶିକ୍ଷଣ କାର୍ଯ୍ୟରେ ମୁଁ କେତୋଟି ପ୍ରଶ୍ନ ରଖିଛି। 2ଟି ଲେଖାଏଁ ପ୍ରତିଶବ୍ଦ ଆମେ ଜାଣିବା। ନାବର ପ୍ରତିଶବ୍ଦ ଡଙ୍ଗା, ବୋଇତ, ସମୁଦ୍ର, ସାଗର, ସିନ୍ଧୁ, ମାରୁତ, ପବନ, ସମୀର। ଶିକ୍ଷଣ କାର୍ଯ୍ୟ 2ରେ ଅର୍ଥଗତ ପାର୍ଥକ୍ୟ ଆମେ ଦର୍ଶାଇବା। ଆସେ, ଆସିଥାଏ, ଆସେ, ଆଶାରେ, କରେ, କରିଥାଏ, କାର୍ଯ୍ୟ କରେ। ଆଉ ଗୋଟେ କର ହେଲା କରେ କିରଣରେ ବା ହାତରେ। ଦୁକୂଳ ବସ୍ତ୍ର ଲୁଗା, ଦ୍ୱିକୂଳ ନଦୀର 2 କୂଳ। ବାସିନୀ ଅଧିବାସୀ, ବାସିନୀ ବସ୍ତ୍ର ପରିହିତା। ତୁମ ପାଇଁ
ଆଉ ଗୋଟେ ପ୍ରଶ୍ନ ହେଲା ସନ୍ଧି ବିଚ୍ଛେଦ। ଛାୟାକାରେ, ଛାୟା ଆକାରେ, ଛାୟା ଯୋଗ ଆକାରେ। ମୋହୋଲ୍ଲାସେ, ମହାଯୋଗ ଉଲ୍ଲାସେ। ଗୀତାମୃତ, ଗୀତ ଯୋଗ ଅମୃତ। ଶିକ୍ଷଣ କାର୍ଯ୍ୟ 4ରେ ମୁଁ ରଖିଛି ଚିଲିକାରେ ସାୟନ୍ତନ କବିତାର କବିଙ୍କ ନାମ କ'ଣ? କବିବର ରାଧାନାଥ ରାୟ। ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? ସନ୍ଧ୍ୟା ସମୟର। ମୀନଜୀବୀଙ୍କ କଣ୍ଠରୁ କେଉଁ ଗୀତାମୃତ ଭାସି ଆସିଛି? କବି ସୂର୍ଯ୍ୟ। ଶ୍ମଶାନ କେଉଁ ଦେହକୁ ଗ୍ରାସ କରେ? ମାଟି ଦେହ। କବି କେଉଁ ଦେହକୁ ଆୟୁଷ୍ମାନ ବୋଲି କହିଛନ୍ତି? ଯଶୁ ଦେହ। ତାହେଲେ ଆଉ ଗୋଟେ ପ୍ରଶ୍ନ ଅଛି, ଭାଲେରୀ ଶିଖରରେ କ'ଣ ଦେଖି ମୀନଜୀବୀମାନେ ପାଲ ଟେକି ମହାନନ୍ଦରେ ଆସନ୍ତି? ସନ୍ଧ୍ୟା ତାରା ଦେଖି। ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ସେ କିଏ? ସରସ୍ୱତୀ। ଦିଗଙ୍ଗନା ଶବ୍ଦ କବିତାରେ କେଉଁ ଶବ୍ଦ ସହ ସମ୍ପର୍କିତ? ମଧୁର ହାସିନୀ, ମଧୁର ହାସିନୀ। ଧନ୍ୟବାଦ। ଆଜି ପାଇଁ ଆମେ ଏତିକି ଶିକ୍ଷଣ କାର୍ଯ୍ୟ ରଖିବା। ପରବର୍ତ୍ତୀ ପଦଗୁଡ଼ିକ ପରେ ଆମେ ଚର୍ଚ୍ଚା କରିବା।